ଶ୍ରୀମଦ୍ଭାଗବତ ନବମ ସ୍କନ୍ଧ ଏକାଦଶ ଅଧ୍ୟାୟ। ଶ୍ରୀଶୁକ ଉବାଚ। ଶ୍ରୀରାମ ରାଜେ ହୋଇ ରାଜା ଆନନ୍ଦେ ପାଳେ ଚନ ପ୍ରଜା ଉତ୍ତମ କଳ୍ପେ ଯଜ୍ଞ କଲେ ବଶିଷ୍ଠ ଆଦି ମୁନି ତୁଲେ। ବିପ୍ରଙ୍କୁ ଚାରି ବେଦୁ ବରି ଦକ୍ଷିଣା ଦେଲେ ଚିତ୍ତ ଭରି ଭୂମିକି କରି ଚାରି ଭାଗେ ଦକ୍ଷିଣା ଦେଲେ ଅନୁରାଗେ ହୋତାଙ୍କୁ ପୂର୍ବ ଦିଗେ ଦେଲେ ଅଧୈର୍ଯ୍ୟ ପଶ୍ଚିମେ ବରିଲେ ଉତ୍ତର ଦିଗେ ସାମ ଗାନେ ଆଶ୍ଚର୍ଯ୍ୟ ଦକ୍ଷିଣା ପ୍ରଦାନେ ବ୍ରାହ୍ମଣ ଦେଇ ଚାରି ଦେଶ ଅଯୋଧ୍ୟା ରହେ ଅବଶେଷ ସୀତା ସହିତେ ରଘୁପତି ଆଚାରୀ ଗୃହସ୍ଥଙ୍କ ଗତି ଅନେକ ବସ୍ତ୍ର ରତ୍ନ ଧନେ ସନ୍ତୋଷ କରି ସର୍ବଜନେ ଆଚାରୀ ଗୃହ ମେଧି ଧର୍ମ ଗୃହେ ବିହିତ ଯେତେ କର୍ମ ବ୍ରାହ୍ମଣେ ଶୁଣି ରାମ କଥା ଶ୍ରୀରାମ ପାଦେ କଲେ ଚିନ୍ତା ରାମର ନିକଟେ ମିଳିଲେ ଅନେକ ସ୍ତୁତି ବାକ୍ୟ କଲେ କହିଲେ ପ୍ରୀତିଭାବ ବହି ଭୋନାଥ ତୋର ପୁତ୍ର ନାହିଁ ଆମ୍ବେ କହିଲୁ ବେଦ ଧର୍ମ ତୋତେ ନ ଜାଣି ମତି ଭ୍ରମ ଏମନ୍ତେ କିଛି ଦିନ ଗଲା ଶୁଣ ଗୋବିନ୍ଦର ଲୀଳା ଦିନେକ ରାମ ରାତ୍ର କାଳେ ବୁଲନ୍ତି ନିଜ ଭୃତ୍ୟ ମେଳେ ଯଶ ଅଯଶ କେବା ଚିନ୍ତେ ଏମନ୍ତ ବିଚାରି ଗୁପଦେ ଶୁଣିଲେ ଏକ ଗୃହାଶ୍ରମେ ପତ୍ନୀ କି ବୋଲେ ଗୁରୁ ତମେ ତୁ ଦୁଷ୍ଟ ନାରୀ ଗୃହ ଯାଅ ମୁଁ ନ ଛୁଇଁବି ତୋର ଦେହ ଅସତୀ ପର ଗୃହାଶ୍ରମୀ ମୁଁ ନୁହେଁ ରାମ ପରି କାମୀ ସେ ଯେନେ ସୀତା ଘେନି ଘରେ ଆନନ୍ଦେ ଗୃହାଶ୍ରମ କରେ ଏମନ୍ତ ଶୁଣି ତାର ମୁଖେ ଗୃହେ ମିଳିଲେ ମନ ଦୁଃଖେ ଶୁଣି ସେ ଲୋକ ଅପବାଦ ଚିନ୍ତା ପୀଡ଼ିତ ରାମ ହୃଦ ପ୍ରିୟାର ଗର୍ଭବାସ ଦେଖି ତାର ବିଚ୍ଛେଦ ହୋଇ ଦୁଃଖୀ ଏ ଲୋକ ଅପବାଦ ଭୟ କରିବି କେବଳ ଉପାୟ ଲକ୍ଷ୍ମଣ ରାଇ ରଘୁନାଥ ତା ସାଙ୍ଗେ ଭାଳିଲେ ଏକାନ୍ତ ବୋଇଲେ ସୀତାଙ୍କୁ ବିପନେ ନିବେଶୀ ଆସ ତୁ ବହନେ ତତ୍କ୍ଷଣେ ରାମ ଆଜ୍ଞା ପାଇ ସୀତାଙ୍କୁ ବନେ ନିବସଇ ବେନି କୁମର ଜାତ ବନେ ସେ ମିଳେ ବାଲ୍ମୀକି ସ୍ଥାନେ ବାଲ୍ମୀକି ଜାତ କର୍ମ କଲେ ପୁତ୍ର ଦୁହିଁଙ୍କ ନାମ ଦେଲେ ପ୍ରଥମ କୁଶ ନାମେ ଖ୍ୟାତ ଅନ୍ୟ ଲବ ନାମେ ବିଦିତ ନିଜ କୁଟିରେ ଦେଇ ଦେଲେ ସ୍ଥାନ ପୁତ୍ରକୁ କରନ୍ତି ପାଳନ ରାମ ଆଗମ ଶୁଣି କନେ ତତ୍କ୍ଷଣେ ବରୁଣ ଭୁବନେ ଜାନକୀ ହୋଇଲେ ପ୍ରବେଶ ମନେ ଅନେକ କରି ରୋଷ ସୀତାର ନ ପାଇ ଉଦ୍ଦେଶ୍ୟ ରାମ ଚଳିଲେ ନିଜ ଦେଶ ଅଙ୍ଗଦ ଚିତ୍ରକେତୁ ଦୁଇ ଲକ୍ଷ୍ମଣ ବୀର୍ଯ୍ୟ ଜନ୍ମ ହୋଇ ଭରତ ସୁତ ବେନି ଭାଇ ତକ୍ଷ ପୁଷ୍ପକ ନାମ ବହି ସୁବାହୁ ସୂତ୍ରସେନ ବୀର ହୋଇଲେ ଶତ୍ରୁଘ୍ନ ବୀର୍ଯ୍ୟର ଭରତ ଦିଗ ବିଜେ କରି କୋଟି ଗନ୍ଧର୍ବ ବଳ ମାରି ଯୁଦ୍ଧେ ପାଇଲେ ଧନ ଯେତେ ଦେଲେ ସେ ରାମର ଅଗ୍ରତେ ଶତ୍ରୁଘ୍ନ ଦିଗ ବିଜେ କରି ଲବଣ ମଧୁପୁତ୍ର ମାରି ମଥୁରାପୁର ମଧୁବନେ କରି ସ୍ଥାପିଲା ପ୍ରଜାଜନେ ରାମ ଯେ ଜାନକୀ ବିଷାଦେ ମନ ନ କଳ୍ପେ ରାଜପଦେ ସୀତାର ଗୁଣ ଚିନ୍ତି ମନେ ନିଦ୍ରା ନ ମାଡ଼ଇ ନୟନେ କୁଣ୍ଠିତ ଶୋକ ଭରି ଚିତ୍ତକୁ ନ ପାରନ୍ତି ଧରି ସ୍ତ୍ରୀ ପୁରୁଷ ସଙ୍ଗ ହେଇ କେଶ ହେ ନର ଦେହ ବହି ସେଦିନ ବ୍ରହ୍ମଚର୍ଯ୍ୟ କରି ରାମ ରହିଲେ ବନଚାରୀ ଶପଥ ସହସ୍ର ତ୍ରୟୋଦଶେ ନିରତେ ବ୍ରହ୍ମଚାରୀ ବେଶେ ଅଖଣ୍ଡ ଅଗ୍ନିହୋତ କଲେ ବଶିଷ୍ଠ ଆଦି ମୁନି ତଲେ ଦକ୍ଷିଣା ଦେଇ ସ୍ତୋଷତି ଚିତେ ରାମ ମିଳିଲେ ନିଜ ପଥେ ସଂସାରେ ଥାଇ ନିଜ ଯଶ ହୋଇଲେ ସ୍ୱଧର୍ମ ପ୍ରବେଶ ବୋଲନ୍ତି ଶୁକ ବ୍ରହ୍ମ ଋଷି ଶୁଣ ହେ ରାଜା କୁରୁ ବଂଶୀ ରାମଚରିତ ତ ଅଗ୍ରତେ ସଂକ୍ଷେପୀ କହିଲି ମୁଁ ତତେ ଯେ ଆଶ୍ରବଣ ଶୁଣନ୍ତି ଦୁର୍ଗମ ସଙ୍କଟୁ ତରନ୍ତି ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ରାମଚରିତ ପୁଣ୍ୟ କଥା ଯେତେ ଖଣ୍ଡିବ ଭବ ବ୍ୟଥା ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ନବମ ସ୍କନ୍ଧେ ଶ୍ରୀରାମଚରିତେ ନାମ ଏକାଦଶ ଅଧ୍ୟାୟ।